ଆପଣ ବି ଘରେ ବସି ବସି ମାସକୁ ମାସ ଟଙ୍କା ଇନକମ୍ କରିବାକୁ ଚାହୁଁଛନ୍ତି କି? ତାହା ପୁଣି ବିନା କୌଣସି ପରିଶ୍ରମରେ ପୋଷ୍ଟ ଅଫିସରୁ ଆପଣ ପାଇପାରିବେ ମାସକୁ ମାସ ପ୍ରତ୍ୟେକ ଅଧିକ ଟଙ୍କା। ତ ଯଦି ଜାଣିନାହାନ୍ତି ତାହେଲେ ଚାଲନ୍ତୁ ଜାଣିବା କିପରି ଆପଣ ଟଙ୍କା ପାଇବେ ଏବଂ କେଉଁଠାରେ ଆପଣ ଟଙ୍କା ନିବେଶ କଲେ ମାସକୁ ମାସ ଅଧିକ ରିଫଣ୍ଡ ମିଳିବ ସେସବୁ ବିଷୟରେ ପୋଷ୍ଟ ଅଫିସର ଏହି ସ୍ମିଥ୍ ବିଷୟରେ ଜାଣିବା, ଯାହାକି ଆପଣଙ୍କୁ କେହି ବି ଏହି ବିଷୟରେ କହିବେ ନାହିଁ। ସଞ୍ଚୟ କରିବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ସାହାଯ୍ୟରେ ଆପଣ ପ୍ରତି ମାସରେ ଆପଣଙ୍କ ଆୟର କିଛି ଅଂଶ ଭବିଷ୍ୟତ ପାଇଁ ସଞ୍ଚୟ କରନ୍ତି। ବାସ୍ତବରେ ଏହିପରି ଅନେକ ଯୋଜନା ଅଛି ଯାହା ସାହାଯ୍ୟରେ ଆପଣ ଅଳ୍ପ କିଛି ଟଙ୍କାରେ ଏକ ଭଲ ସଞ୍ଚୟ ସୃଷ୍ଟି କରିପାରିବେ। ଏପରି ଏକ ଯୋଜନା ଅଛି ଯେଉଁଥିରେ ପ୍ରତି ମାସରେ କେବଳ 5,000 ଟଙ୍କା ବିନିଯୋଗ କରି ଆପଣ 10 ବର୍ଷରେ 8 ଲକ୍ଷ ଟଙ୍କାରୁ ଅଧିକ ସଞ୍ଚୟ ଟଙ୍କା କରିପାରିବେ। ଆମେ ଆପଣଙ୍କୁ ପୋଷ୍ଟ ଅଫିସର ଆର୍‌ଡି ସଞ୍ଚୟ ଯୋଜନା ବିଷୟରେ କହୁଛୁ, ଯାହା ଏକ ସୁରକ୍ଷିତ ବିନିଯୋଗ ଯୋଜନା, ଯେଉଁଥିରେ ଟିକିଏ ଗଣନା ଆପଣ ବହୁତ ଅର୍ଥ ସଞ୍ଚୟ କରିପାରିବେ। ଏଠାରେ ଆମେ ଆପଣଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ, ଯାହା ଆପଣଙ୍କୁ ଅଳ୍ପ ପରିମାଣରେ ଲକ୍ଷପତି କରିଦେଇପାରେ। ଡାକଘର ସମସ୍ତ ପାଇଁ କିଛି ସଞ୍ଚୟ ଯୋଜନା ଅଛି, ଯେଉଁଥିରେ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଟଙ୍କା ବିନିଯୋଗ କରିପାରିବେ। ଏହିପରି ବିନିଯୋଗ କରିବା ହେଉଛି ପୋଷ୍ଟ ଅଫିସ ଆର୍‌ଡିଆଇ। ପୋଷ୍ଟ ଅଫିସ ଆର୍‌ଡିର ପରିପକ୍ୱତା ସମୟ 5 ବର୍ଷର, ଯାହା 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ଏଥିରେ ଆପଣ 6.7 ସୁଧ ହାର % ପାଇବ ଏବଂ କେବଳ 100 ଟଙ୍କା ଦେଇ ଆପଣ ବାରମ୍ବାର ଜମା ଯୋଜନାରେ ଆପଣଙ୍କ ଆକାଉଣ୍ଟ ଖୋଲିପାରିବ। ଏହା ପୂର୍ବରୁ ପରିପକ୍ୱତା ବନ୍ଦ କରିବାର ସୁବିଧା ମଧ୍ୟ ଆପଣଙ୍କ ପାଖରେ ଅଛି, ଅର୍ଥାତ୍ ଆପଣ ଚାହିଁଲେ ଏହାକୁ ବନ୍ଦ ମଧ୍ୟ କରିପାରିବେ। ଅର୍ଥାତ୍ ଯଦି ଆପଣ ଏହାକୁ ପୂର୍ବ ସମୟରୁ ବନ୍ଦ କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣ କରିପାରିବେ। ଏଥିରେ ଋଣ ସୁବିଧା ମଧ୍ୟ ଅଛି ଏବଂ 1 ବର୍ଷ ରାଶି ଜମା କରିବା ପରେ ଆପଣ 50%ରୁ 2% ସୁଧରେ ଋଣ ରୂପେ ସମୁଦାୟ ଅର୍ଥ ମଧ୍ୟ ନେଇପାରିବେ। ଏବେ ଚାଲନ୍ତୁ ଜାଣିବା ଆପଣ ଏହି ଯୋଜନା ମାଧ୍ୟମରେ ଲକ୍ଷପତି କିପରି ହେବେ। ଯଦି ଆପଣ ପୋଷ୍ଟ ଅଫିସ ଆର୍‌ଡିର ବିନିଯୋଗ ଏବଂ ସୁଧକୁ ଗଣନା କରନ୍ତି, ପରିକଳ୍ପନା ସମୟରେ ସମସ୍ତ ହେବା ପରେ ଆପଣ ଲକ୍ଷପତି ଟଙ୍କାର ମାଲିକ ହୋଇପାରିବେ। ଆପଣଙ୍କୁ ପ୍ରତି ମାସରେ କେବଳ 5,000 ଟଙ୍କା ବିନିଯୋଗ କରିବା ପାଇଁ ପଡ଼ିବ। 5 ବର୍ଷର ପରିପକ୍ୱତା ହେବା ପରେ ଆପଣ ମୋଟାମୋଟି 3 ଲକ୍ଷ ଟଙ୍କା ଜମା କରିପାରିବେ। 6.7 ସୁଧ ହାର ପରେ ଏଥିରେ 56,830 ଟଙ୍କା ଅଧିକ ବିନିଯୋଗ କରାଯାଇପାରିବ। ଏଥିପାଇଁ ଆପଣଙ୍କୁ କେବଳ ନିକଟତମ ଡାକଘରକୁ ଯାଇ ଟଙ୍କା ଦେଇ ଏକ ଆକାଉଣ୍ଟ ଖୋଲିବା ପାଇଁ ପଡ଼ିବ। ଏଥିରେ କୌଣସି ଦେୟ ସୀମା ନାହିଁ ଏବଂ ଆପଣ ଏହାକୁ ନିଜ ପିଲାମାନଙ୍କ ନାମରେ ମଧ୍ୟ ଖୋଲିପାରିବେ। ଏହା ପରେ ଯଦି ଆପଣ ଏହି ଆକାଉଣ୍ଟକୁ 5 ବର୍ଷ ବଢ଼ାଇବା, ତେବେ ଆପଣଙ୍କ ଜମାରାଶି 6 ଲକ୍ଷ ଟଙ୍କା ହେବ। ଏହି ଜମା ଉପରେ ସୁଧ ମଧ୍ୟ 2,54,262 ଟଙ୍କାକୁ ବୃଦ୍ଧି ପାଇବ, ଯାହା ପରେ 10 ବର୍ଷ ସମାପ୍ତ ହେବା ପରେ ଆପଣ 8,54,262 ଟଙ୍କା ମାଲିକ ହେବେ। ପୋଷ୍ଟ ଅଫିସ ଆର୍‌ଡିରେ ସମାପ୍ତ ପରେ ସୁଧ ଉପରେ TDS କଟାଯାଇଥାଏ, ଯାହାକୁ ଆପଣ ITR ଦାଖଲ କରି ଫେରସ୍ତ କରିପାରିବେ।